ଅନୁତାପ କରନ୍ତି ଯେ କେମିତି ଭାବରେ ସେ ଏମିତି ଅସମୟରେ ଚାଲିଗଲା। ଏ କଥା କହିବା ଭିତରେ ଗୋଟେ କଥା ମନେ ପଡ଼େ। ଥରେ ନାରାୟଣ ପାଖକୁ ଯେ ନାରଦ ଯାଇଛନ୍ତି ଏବଂ ପଚାରୁଛନ୍ତି ଯେ ଏ ସତ୍ସଙ୍ଗର ଉଦ୍ଦେଶ୍ୟ କ'ଣ, ତାର ଫଳାଫଳ କ'ଣ ରହିଛି। ସେତେବେଳେ ନାରାୟଣ କହୁଛନ୍ତି ଯେ ସତ୍ସଙ୍ଗର ଉଦ୍ଦେଶ୍ୟ ଜାଣିବା ପାଇଁ ହେଲେ ତୁମକୁ ମର୍ତ୍ତ୍ୟକୁ ଯିବା ପାଇଁ ପଡ଼ିବ। ସେତେବେଳେ ନାରାୟଣ କହିଛନ୍ତି ଯେ ମର୍ତ୍ତ୍ୟରେ ଗୋଟେ ଜାଗା ଅଛି, ଗୋଟେ ଜଙ୍ଗଲ ଅଛି, ସେ ଜଙ୍ଗଲ ଭିତରେ ଗୋଟେ ଗଛ ଅଛି, ନିର୍ଦ୍ଦିଷ୍ଟ ଜାଗା ସେ କହିଦେଲେ ଏବଂ ସେ ଜାଗା ସେ ଗଛ ଭିତରେ ଗୋଟେ ଭଅଁର ଅଛି। ସେ ଭଅଁରକୁ ଯାଇକି ଯଦି ପଚାରିବ ତାହେଲେ ସେ ସତ୍ସଙ୍ଗର ମାହାତ୍ମ୍ୟ ସେ ବୁଝେଇଦେବ। ଏବଂ ସେତେବେଳେ ନାରଦ ତାଙ୍କର ଯେ ରୂପ ପରିବର୍ତ୍ତନ କରି ସେ ମର୍ତ୍ତ୍ୟକୁ ଆସିଛନ୍ତି। ନିର୍ଦ୍ଦିଷ୍ଟ ଏକ ଜଙ୍ଗଲକୁ ଯାଇଛନ୍ତି। ସେଠାରେ ଗୋଟେ ବୃକ୍ଷ ମୂଳରେ ଗୋଟେ ଭଅଁରଟେ ସେ କରୋଡ଼ ଭିତରେ ପଶୁଥାଏ, ବାହାରୁଥାଏ, ସେଠି ଭ୍ରମଣ କରୁଥାଏ। ସେ ସମୟରେ ସେ ଭଅଁରକୁ ଯେତେବେଳେ ନାରଦ ଯାଇ ଦେଖିଲେ, ପଚାରିଲେ ଯେ ସତ୍ସଙ୍ଗର ମାନେ କ'ଣ, ସତ୍ସଙ୍ଗର ଉଦ୍ଦେଶ୍ୟ କ'ଣ। ସେଇ କଥାଟା ଯେତେବେଳେ ସେ ଭଅଁର ଶୁଣିଛି, ସେ ତତ୍କ୍ଷଣାତ୍ ସେଇଠି ତାର ମୃତ୍ୟୁ ହୋଇଯାଇଛି। ତାପରେ ଯେତେବେଳେ ସେ ମରିଯାଇଛି, ସେ ଫେରି ଆସିଛି। ନାରାୟଣଙ୍କୁ କହିଛନ୍ତି ଯେ ଏଭଳି ଭାବରେ ମୁଁ ଯାଇକି ପଚାରିଲି, ସେ କହିବ କ'ଣ। ସେ ତତ୍କ୍ଷଣାତ୍ ମୃତ୍ୟୁବରଣ କଲା। ପରେ ନାରାୟଣ କହୁଛନ୍ତି ଆଉ ଥରେ ତୁ ଯା, ଆଉ ଗୋଟେ ଜାଗା ଯେଉଁଠିକି ଗଲେ ଯେ ତୁ ସବୁ ପ୍ରକାର ଜାଣିପାରିବୁ ଯେ ସତ୍ସଙ୍ଗର ମାହାତ୍ମ୍ୟଟା କ'ଣ। ସେତେବେଳେ ସେ କହିଲେ ଯେ ଆପରେ ତୁମେ ଯାଇକି ଗୋଟେ ଯେ ଧନିକ ଘରେ ପହଞ୍ଚ, ସେଠି ଗୋଟେ ପିଲା ଜନ୍ମ ହେଇଛି, ସେ ପିଲାକୁ ପଚାରିବ ସେ ସତ୍ସଙ୍ଗର ମାହାତ୍ମ୍ୟ। ଏଇ ତାଙ୍କ ଘରେ ଗୋଟେ ବାଛୁରୀ ଜନ୍ମ ହେଇଛି, ସେ ବାଛୁରୀକୁ ପଚାରିବ, ସେ ତୁମର ସତ୍ସଙ୍ଗର ମାହାତ୍ମ୍ୟ କହିବ। ତାପରେ ଇଏ ଯାଇଛନ୍ତି, ସେ ପିଲାଙ୍କୁ ପଚାରିଛନ୍ତି ଯେ ଯେଉଁ ସେଇ ଇଏ ବାଛୁରୀକୁ ପଚାରିଛନ୍ତି ଯେ ସତ୍ସଙ୍ଗର ମାହାତ୍ମ୍ୟ କ'ଣ। ସେତେବେଳେ ସେ ସତ୍ସଙ୍ଗର କଥା ଶୁଣୁ ଶୁଣୁ ଏବଂ ନାରଦଙ୍କୁ ଦର୍ଶନ କରିବା ଭିତରେ ତାର ମଧ୍ୟ ମୃତ୍ୟୁ ହେଇଛି। ତାପରେ ଫେର ଦୁଃଖରେ ସେ ଫେର ନାରାୟଣଙ୍କ ପାଖକୁ ଯାଇ ପଚାରିଛନ୍ତି ମୋର ଏଭଳି ଭାବରେ ଦୁଇ ଥର ମୁଁ ଆପଣଙ୍କର କଥା ହିସାବରେ ଯାଉଛି, ତାଙ୍କର ମୃତ୍ୟୁ ହେଉଛି, ସେ ମୃତ୍ୟୁର ପାପ ମଧ୍ୟ ମୋ ଭିତରେ ଲାଗିବ। ତେଣୁ ଏଇଟା ଅସମ୍ଭବ କଥା ହେଉଛି। ମୋର ଆଉ ଯେ ସତ୍ସଙ୍ଗ ବିଷୟରେ ବୁଝିବାର ଆବଶ୍ୟକତା ନାହିଁ। ଆପଣ ଯଦି ଜାଣିଛନ୍ତି ତ ମୋତେ କୁହନ୍ତୁ। ସେତେବେଳେ ନାରାୟଣ କହୁଛନ୍ତି ଆଉ ଥରେ ଯା, ଆଉ ଗୋଟେ ଯେ ରାଜା ଅଛନ୍ତି, ସେ ରାଜବାଟୀରେ ସେ ଗୋଟେ ସନ୍ତାନ ଜନ୍ମ ହେଇଛି, ସେ ସନ୍ତାନକୁ ଯଦି ପଚାରିବ ତାହେଲେ ସେ ସତ୍ସଙ୍ଗର ମାହାତ୍ମ୍ୟ ବିଷୟରେ କହିବେ। ଓ ସତ ଇଏ ମଧ୍ୟ ଆସିଛନ୍ତି, ଯାଇକି ରାଜବାଟୀରେ ବସିଛନ୍ତି। ତାଙ୍କର ବହୁତ ବର୍ଷ ପରେ ରାଜାଙ୍କର ଗୋଟେ ଯେ ସନ୍ତାନ ଜନ୍ମ ହେଇଛି, ରାଜବାଟୀ ଖୁସିରେ ଆଶରରେ ଜନ୍ମିଛି। ଏ ସମୟରେ ସେ ପଚାରୁଛନ୍ତି ଏବଂ ଯେତେବେଳେ ଦେଖିଦେଇଛନ୍ତି, ସେ ଆଉ ସାହସ କରିପାରୁନାହାନ୍ତି ଯେ ମୁଁ ଏଠି ଯଦି କହିବି ତାହେଲେ ହୁଏତ ସେ ପିଲା ଯଦି ମରିଯାଇ ହେଲେ ରାଜା ମୋତେ କ୍ଷମା ଦେବେ ନାହିଁ ଏବଂ ମୁଁ ଯଦି ପଳେଇ ଆସିବି ମୋତେ ଧରିକି ଯେ କିଛି ଅନ୍ୟାୟ ଭାବରେ ମୋ ଉପରେ ଫେର କିଛି ଗୋଟେ ଆକ୍ସନ୍ ନେଇପାରନ୍ତି। ଏହା ଦେଖି ଯେତେବେଳେ ସେ ଚାହୁଁଛନ୍ତି ଯେ ଏଭଳି ଭାବରେ ଯେ କଥା ରହିଛି ଏବଂ ପରବର୍ତ୍ତୀ ସମୟରେ ସେ ପିଲାକୁ ଖାଲି ଦେଖିଦେଇକି ପଳେଇ ଆସୁଛନ୍ତି, ସେତେବେଳେ ସେ ପିଲା କହି ଉଠିଛି ଯେ ନାରଦ ମୁନି ଆପଣ ପରା କ'ଣ ପଚାରିବାର ଥିଲା, ପଚାରନ୍ତୁ। ସେତେବେଳେ ସେ ନାରଦ ମୁନିକୁ ସେଇ ଛୋଟ ଶିଶୁଟି ଜନ୍ମ ହେବା ପରେ ପରେ ସେ ପଚାରି ଦେଇଛନ୍ତି ଏବଂ ନାରଦ ମୁନି କହିଛନ୍ତି ଯେ ସତ୍ସଙ୍ଗର ମାହାତ୍ମ୍ୟ କ'ଣ। ସେତେବେଳେ ସେ ବାଳକଟି ଯେ କହିଛନ୍ତି ନାରଦଙ୍କୁ, ଦେଖନ୍ତୁ ଆପଣ ଯେଉଁ ଭଅଁର ପାଖକୁ ଯାଇଥିଲେ, ସେ ଭଅଁର ହିଁ ହେଉଛି ମୁଁ ଏବଂ ଆପଣଙ୍କର ଦର୍ଶନ କରି ଯେତେବେଳେ ସତ୍ସଙ୍ଗର କଥା ଆପଣଙ୍କଠୁ ଶୁଣିଲି, ସେତିକିବେଳେ ମୋର ମୃତ୍ୟୁ ହେଲା ଏବଂ ମୁଁ ପରବର୍ତ୍ତୀ ସମୟରେ ବାଛୁରୀ ଜନ୍ମ ନେଲି ଏବଂ ତା ପରବର୍ତ୍ତୀ ସମୟରେ ବାଛୁରୀ ଜନ୍ମରୁ ଏଇ ଆଜି ଯେ ମୋତେ ଦେଖୁଛନ୍ତି ମଣିଷ ଜନ୍ମରେ, ମୁଁ ତାପରେ ମଣିଷ ଜନ୍ମ ପାଇଛି। ଯେ ବାସ୍ତବରେ ନାରଦ ଯାଇ ଯେତେବେଳେ ନାରାୟଣଙ୍କୁ କହିଛନ୍ତି ଏବଂ ସେ ସବୁ ବୁଝିପାରିଲେ ଯେ ସତ୍ସଙ୍ଗ ଭିତରେ ଯେ ଆସେ, ଯେ ସତ୍ସଙ୍ଗର ଯେ
ଭିତରେ ନିମଗ୍ନ ହେଇଥାଏ ତାର ଯେ ବହୁ ଜନ୍ମର ବିଭିନ୍ନ ଯେଉଁ ଗ୍ରହ ଦଶା ଖଣ୍ଡ ବିଖଣ୍ଡିତ ହେବା ପାଇଁ ଯାଇଥାଏ ସେ ଗ୍ରହ ଦଶା ଖଣ୍ଡନ କରିବା ପାଇଁ ହେଲେ ସେ ଏଇଭଳି ଶୀଘ୍ର ଶୀଘ୍ର ତାର ଯେ ମୃତ୍ୟୁବରଣ ହୁଏ ଏବଂ ସେ ପରବର୍ତ୍ତୀ ସମୟରେ ଭଲ ଭଲ ଜନ୍ମ ନେଇ ସେ ଈଶ୍ୱର ପ୍ରାପ୍ତି ହୋଇଥାଏ ଏବଂ ସେ ଈଶ୍ୱରଙ୍କ ପାଖରେ ଯାଇ ରୁହେ। ତେଣୁ ଏହା କହିବାର ତାତ୍ପର୍ଯ୍ୟ ଆମେମାନେ ଏ ସଂସାରକୁ ଆସୁ ବିଭିନ୍ନ ମାୟା ମମତା ନେଇକରି ବିଭିନ୍ନ ଯେ ମାୟା ମମତାରେ ରହି ଆମେମାନେ ଗୋଟେ ଗୋଟେ ଯେ କାମ କରି ଯାଉଛେ କିଏ ବାପର କାମ କରୁଛେ କିଏ ପୁଅର କାମ କରୁଛେ କିଏ ସ୍ୱାମୀର କାମ କରୁଛି କିଏ ବିଭିନ୍ନ ପ୍ରକାର ଆମେମାନେ କାର୍ଯ୍ୟ କରୁଛେ ବିଭିନ୍ନ ପ୍ରକାର ଯେ ରୁଚି ନେଇକି ଆମେ କାମ କରୁଛେ ଯେ ଯାହାର ଅଭିନୟ ସାରୁଛେ ତାପରେ ଆମେ ଫେର ବିଦାୟ ନେଇ ଚାଲି ଯାଉଛେ। ତେଣୁ ଆମେ ସମସ୍ତେ ନିଜେ ଜାଣିବା ଦରକାର ଯେ ଆମେ ଈଶ୍ୱରଙ୍କ ପାଇଁ କ'ଣ କରିଛେ। ଆଜି ଜନ୍ମ ହୋଇଛେ ଆଜି ଆମେ ମୌଜ ମଜଲିସ୍ କରିବା ପାଇଁ ଖାଲି ଯେ ଜନ୍ମ ହେଇଛେ ତା ନୁହେଁ ଆମେ ପ୍ରକୃତ ପକ୍ଷରେ ଆମେ ଏନାଲିସିସ୍ କରିବା ଦରକାର ଯେ ଆମେମାନେ ସେ ପରମ ପିତାଙ୍କ ପାଇଁ କ'ଣ କରିଛେ। ଆମେମାନେ ଭଗବତ ସତ୍ୟକୁ ଯେ ନିଜ ଭିତରେ ନିୟନ୍ତ୍ରଣ କରିବା ପାଇଁ ଆମେ କ'ଣ କରିଛେ ଆମେ ସାଧନା କେତେ ଦୂର କରିଛେ ଯାହାଙ୍କ ଦୟାରେ ଆମେ ଏ ବିଶ୍ୱକୁ ଆସିଛେ ଯାହାଙ୍କ ଦୟାରେ ଆମେ ଆଜି ଯେ ବିଶ୍ୱର ବିଭିନ୍ନ କଥା ଆମେ ଜାଣିପାରୁଛେ। ତେଣୁ ଆମ ପାଖରେ ସେ ତାଙ୍କ କଥା କେତେ ଦୂର ଆମେ କରିଛେ ଏଇଟାକୁ ଆମ ଆତ୍ମସମର୍ପଣ କରିବା ଦରକାର ଏବଂ ଏ କଥାଟାକୁ ନେଇକରି ଆମେ ପରମ ପିତାଙ୍କ ପାଖରେ ଯେ ଆତ୍ମସମର୍ପଣ କରି ଏସବୁ କଥା ଏନାଲିସିସ୍ ଆମକୁ କରିବାର ଅଛି ଯେ ଆମେ କ'ଣ କରିବା ପାଇଁ ଆସିଛୁ ଆଉ କ'ଣ କରୁଛେ। ତେଣୁ ନିଶ୍ଚିତ ଭାବରେ ଆମେ ଯଦି ଶ୍ରୀ ଠାକୁରଙ୍କୁ ନେଇକି ଆଜି କଳି ଯୁଗରେ ଶେଷ ଅବତାର ହିସାବରେ ଶ୍ରୀ ଠାକୁର ଆସିଛନ୍ତି ଏବଂ ଆମକୁ ଦିଗ୍ଦର୍ଶନ ଦେଇ ଏ ବିଶ୍ୱ ଭାତୃତ୍ୱ ପ୍ରତିଷ୍ଠା କରିବାର ମୂଳ ଲକ୍ଷ୍ୟ ଯେଉଁ ନେଇକି ଅଛନ୍ତି ତେଣୁ ଏହାକୁ ବାସ୍ତବାୟିତ କରିବା ହେଉଛି ଆମମାନଙ୍କର ମୂଳ ଲକ୍ଷ୍ୟ ହେବା ଦରକାର। ତେଣୁ ମୁଁ ବିଶେଷ କିଛି କହୁନି ଏତିକି ମୋର ବକ୍ତବ୍ୟ ବନ୍ଦ କରୁଛି। ବନ୍ଦେଇ ପୁରୁଷୋତ୍ତମ।